हाय सांग मैंने एवं टाइम तो देखुं 12टा पार गला मैंने ड्यूटी पलि आसिले केते टंका आपको तो कही केते टंका मुझे इनकम करी आपको कहि तापर देखो मुझे आसिकी भात बसई देसी ये माछ भाई मसला कर दूची प्याज पकई अदा रसुण पेस्ट पकड़ा पकई देखा माने रोषे करवा माछ कष पकड़ा तो पियाज लाली आसला अदा और रसुण पेस्ट फास्ट रसुण पेस्ट पकड़ा अदा पेस्ट पकड़ा 2 चामच दे रसुण पेस्ट 2 चामच रसुण पेस्ट देते सुंदर टिके होला अदा देवा माछटा बर्तमान मु सोरिष तेल करुचे सोरिष तेल कले भल लगे से सोरिष तेल करुचे ये देखो मो टमाटो ये काट देसी टमाटो पकेगा सांग मैंने देखो ये आनी बड़ी घर बड़ी नहीं आसंग मैंने तेल कौन तेल पतंजलि तेल रही पतंजलि तेल भल कि नुहे कर जना तो ना आम तेल बदलवा तो ये आम अदा पेस्ट पकेगा अदा पेस्ट भी 2 चामच पकेगा बेसी पकेगा बर्तमान फ्रिज रे रखीदे नष्ट हेनी बस ये रहीगला फ्रिज रे अदा पेस्ट को भल भाव ये करदे मिसईदे माछरे आलू दबानी केवल माछ ही रांधिबे आलू देते भल होता कि देवानी केवल आमर अदा रसुण पेस्ट को झीपाई छाड़दे सी ब्राउन कलर हो आसला आम टमाटो देवा टमाटो तो मुझे जाइली ड्यूटी करने तो बहुत कष्ट लगे ट्राफिक को काटिकी जीवा बहुत कष्टकर हो काम करिया मो कहया बहुत कष्ट लगे बहुत कष्ट जोटा भी करहबनी तापर भी कंपनी एत कम पैसा दूसरी कहहबनी बहुत कम पैसा टोटाल मु लॉगिन आवर मोर है 2.5 घंटा तो 2.5 घंटे केते टका इनकम कर 2.5 घंटे केवल केते टका किए कह 2.5 घंटे जड़े केते टका इनकम कर लंका गुंड पकईदे सॉरी जीरा गुंड पकईवा जीरा गुंड पकई दीजिए लंका गुंड पकई लंका गुंड पकई दीजिए जीरा गुंड पकई दीजिए मिसई दवा भल भाव ये देखो लाल होगा हल्का पानी दवा मसला पूरी जीव
ଏଠି ପାଣି ନେଇକି ଆସ ପାଣି 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 ଏ ଦେଖନ୍ତୁ ଆମର ପାଣି କ୍ୟାନ୍ ଆମେ ଯେତେବେଳେ ରୋଷେଇ କରୁଛୁ ଆମେ ଏଇ ପାଣି କ୍ୟାନ୍ରେ ରୋଷେଇ କରୁଛୁ ଏତିକି ଆগে ଦେଇଦେବା ଫୁଟିଲାଣି ଦେଖନ୍ତୁ ଦେଖିପାରୁଛନ୍ତି ତ ଭାତ କେମିତି ଫୁଟୁଛି ବର୍ତ୍ତମାନ ଭାତ ଫୁଟିଲାଣି ଆଉ ତରକାରୀ ବି ଆମର ମସଲା କଷା ଚାଲିଛି ସାଙ୍ଗମାନେ ଏବେ ଦେଖନ୍ତୁ ମୁଁ ପକାଇ ଦେଇଥିଲି ଏବେ ଦେଖନ୍ତୁ କଲର୍ କେତେ ସୁନ୍ଦର ଭାବରେ ହେଇଯାଇଛି ଆଉ ବର୍ତ୍ତମାନ ଆମେ ବିଲାତି ପକାଇଦେବା ରହିଲା ବିଲାତି ପାଞ୍ଚଟା ବିଲାତି ମୁଁ ନେଇଛି ହେଲା ଆଉ ଯିଏ ବେଶୀ ଟିକେ ବିଲାତି ପକାଇଲେ ଟିକେ ଭଲ ଲାଗିବ ସେଥିପାଇଁ ଟିକେ ବିଲାତି ଅଧିକ ମୁଁ ନେଇଛି ଦେଖନ୍ତୁ କେମିତି ହେଉଛି ବିଲାତି ପକାଇ ସାରିଲା ପରେ ଟିକେ ଲୁଣ ଦେବା କାରଣ ଲୁଣ ଦେଲେ ସେ ଟିକେ ଭଲ କି ମେଲ୍ଟ ହେବ ମୁଁ ଲୁଣ ଟିକେ ପକାଇ ଦେଇଛି ବର୍ତ୍ତମାନ ଆଉ ଟିକେ ଦେବା ତାକୁ ଟିକେ ଇଏ କରିଦେବା ଆମେ କ'ଣ କରିବା ତାକୁ ଏଇ ଘୋଡ଼ଣ ଟିକେ ଘୋଡ଼େଇ ଦେବା ଟିକେ ଘୋଡ଼େଇ ଦେଲା ପରେ ତାପରେ ତାକୁ ବାହାର କରି ତାକୁ ଆମେ ଆଉ ଅଲଗା ମସଲା ଦେବା ମସଲା ଦେଇକି ତାପରେ ପାଣି ଦେଇକି ତାକୁ ଆମର ଫୁଟିଲା ପରେ ମାଛ ଛାଡ଼ିବା ତ ମାଛ ବର୍ତ୍ତମାନ ଏଇଠି ଅଛି ଦେଖନ୍ତୁ ଫ୍ରିଜ୍ ଭିତରେ ମାଛ ଅଛି ତାପରେ ଇଏ ଦେଖନ୍ତୁ ମାଛ କହୁଥିଲେ ଯେ ବାହାଲ ମାଛ ଇଏ ହେଉଛି ବାହାଲ ମାଛ ଆଉ ମାଛ ଆଜି ରୋଷେଇ ହେବ ଆଉ ଭାତ ଫୁଟୁଛି ଭାତ ଫୁଟିକି ହେଇସାରିଲା ବେଳକୁ ଆମର ତରକାରୀ ହେଇଯାଇଥିବ ମୁଁ ଭାବୁଛି ତାପରେ ଅଲଗା କାମ ଅଛି ଅଲଗା କାମ କରିବା ମୁଁ ଭାବିଲି ବୋଧେ ପୋଡ଼ିଯିବ ଆଉ ବହୁତ ଗରମ ଅଛି ଖାଲି ଏଇଟା ପାଇଁ ବଞ୍ଚିଗଲି ତ ଏବେ ଦେଖନ୍ତୁ ବହୁତ ଖରା ମାନେ ହାଲକା ଉପରେ ଖରା ଦେଇଛି କିନ୍ତୁ ଗୁଳୁଗୁଳି ବହୁତ କରୁଛି ମାନେ ବର୍ତ୍ତମାନ ତ କିଛି ସମୟ ଯାଇଛି ଏବେ ଦେଖନ୍ତୁ ମସଲା କେମିତି କଲର୍ ହେଇଗଲାଣି ତାକୁ ଟିକେ ଏବେ ହଳଦୀ ଟିକେ ପକାଇବା ତ ଇଏ ରହିଲା ହଳଦୀ ଗୁଣ୍ଡ ଏବେ ଆମେ ହଳଦୀ ପକାଇବା ଏତିକି ହଳଦୀ ହେଇଯିବ ପକାଇବା ଟିକେ ବାସ୍ନା ଶୁଙ୍ଗିଆ କେମିତି ଲାଗୁଛି ଆଉ ବହୁତ ସୁନ୍ଦର ତ ଏବେ ମାଛ ପିସ୍ ବାହାର କରିଦେବା ଆଉ ଦେଖନ୍ତୁ ଏଇ ହେଉଛି ମାଛ ପିସ୍ ଆଉ ଇଏ ହେଉଛି ଦେଖନ୍ତୁ ଏଇଟା ତାର ଲାଞ୍ଜ ପିସ୍ ରହିଲା ଆଉ ଇଏ ରହିଲା ତାର ପେଟି ପିସ୍ ରହିଲା ଇଏ ଦେଖନ୍ତୁ ସୁନ୍ଦର ଭାବରେ କଟା ହେଇଛି ଆଉ ତାର ଇଏ ହେଉଛି ରହିଲା କ'ଣ ମାନେ ଗଣ୍ଡି ପିସ୍ ତ ଏଇସବୁ ଦେଖନ୍ତୁ ମାଛ ଅଛି ତ ଇଏ ସବୁ ପକେଇବା ଖାଲି ଟିକେ ସମୟ ପରେ ଏବେ ଟିକେ ପାଣି ଦେଇଦେବା ମସଲାଟା ଟିକେ ଭଲ କି ନ କଷିଲେ କଞ୍ଚା ଲାଗିବ ଭଲ ଲାଗିବ ତାକୁ ପୁରା ଭଲ ଭାବରେ ଟାଇମ୍ ଟିକେ ଲାଗିବ କିନ୍ତୁ ଭଲ ଭାବରେ କରିବେ ଯେମିତି ଦେହ ଖରାପ ନ ହୁଏ ଦେହ ଖରାପ ବାହାରେ ଆସିକି ଆମେ କାମ କରୁଛେ ଆଉ ଯଦି ଆମର ଦେହ ଖରାପ ହେଇଗଲା ତାହେଲେ ବହୁତ ଅସୁବିଧା ହେବ ନା ଯେମିତି ଦେହ ନ ଖରାପ ହୁଏ ସେମିତି କାମ ବର୍ତ୍ତମାନ ଆମେ ଟିକେ ପାଣି ଦେଇଦେବା ଆଉ ଟିକେ ପାଣି ଯିବ ଫୁଟିବ ଭାଇମାନେ କହିଛନ୍ତି ଆମର ବେଶୀ ଝୋଳ ଦରକାର
ମୁଁ କହିଲି ହଉ ତାହେଲେ ନହେଲେ ତାକୁ ମସଲାଟା ବି ଟିକେ କରାହେଇଥାନ୍ତା। ତାଙ୍କର କହୁଛନ୍ତି ସିଏ କହୁଛନ୍ତି ଯେ ଆମର ବେଶୀ ଦରକାର ଝୋଳ, ଝୋଳ ପାଇଁ ତ ପାଣି ଦରକାର, ତ ପାଣି ଦେଇଦେବା। ଆଉ କ'ଣ କରିବା, ପାଣିରେ କେମିତି ବବୁଲ୍ସ ବାହାରୁଛି କି ବୋଲ ଢାଳିଗଲା। ତ ପାଣି ଦେଇଦେବା ଦେଖନ୍ତୁ। ବାସ୍ ସାଙ୍ଗମାନେ ଆଉ ଟିକେ ପାଣି ଦବା କି ଦେଖନ୍ତୁ ନା ହେଇଯିବ, ବେଶୀ ଦବାନି, ବେଶୀ ଦେଲେ ଅସୁବିଧା। ତ ଏବେ ତାକୁ ଢଙ୍କେଇଦବା, ବାସ୍ ଢଙ୍କେଇ ଦିଆଗଲା। ଏବେ ଭାତ ଦେଖିବା ଆମର ଭାତ ହେଇଛି କି ନାହିଁ। ଭାତ ହେଇନାହିଁ ବର୍ତ୍ତମାନ, କାରଣ ଇଏ ହେଉଛି ଉଷୁନା ଚାଉଳ, ଆଉ ଇଏ ହବା ପାଇଁ ଟିକେ ଲେଟ୍ ହବ। ଆଉ ମୁଁ କ'ଣ ସେ ଆଗରୁ ଅରୁଆ ଚାଉଳ ଆଣିକି ଖାଉଥିଲି, ତ ମୁଁ ଏମିତି ପ୍ରେସର କୁକରରେ ଚାଉଳ ଦେଇଦିଏ, ଆଉ କିଛି ପାଣି ଦେଇଦିଏ, ବାସ୍ 2ଟା ସିଟି ମାରିଦେଲେ ମୋର ଭାତ ହେଇଯାଏ। ଆଉ ଇଏ ଭାଇମାନେ ଆସିଛନ୍ତି, ସେମାନେ ଅରୁଆ ଚାଉଳ ଖାଇବେନି, ସେଥିପାଇଁ ସେମାନେ ଉଷୁନା ଚାଉଳ ଆଣିଛନ୍ତି। କିନ୍ତୁ ଉଷୁନା ଚାଉଳ ବହୁତ ଲେଟ୍ ହେଉଛି। ଆଉ କ'ଣ କରିବା, ସେମାନେ ମୋତେ ରୋଷେଇ କରି ଦେଇଛନ୍ତି ମାନେ ମୁଁ ତାଙ୍କୁ ରୋଷେଇ କରିକି ଦେବି। ଆଉ ଇଏ ହେଉଛି ମୋର କର୍ତ୍ତବ୍ୟ, କ'ଣ କରିବା, ସମସ୍ତେ ମିଶିକି ରହିଛେ, ତ ସମସ୍ତେ ସମସ୍ତଙ୍କୁ ମିଳିମିଶି କାମ କରିବା ଦରକାର। ଦେଖନ୍ତୁ ବର୍ତ୍ତମାନ ସିଏ ତାକୁ ଆମେ ଛାଡ଼ି ଦେଇଛେ, ସିଏ ଏଇନା ଫୁଟିବ ବୋଲିକି। ତ ଫୁଟିକି ହେଇସାରିଲା ପରେ ତାକୁ ଆମେ ମାଛ ରଖିଛେ, ମାଛ ଛାଡ଼ିବା। ଠିକ୍ ଅଛି। ତ ଏବେ ଆଉ କ'ଣ କରିବା, ଏବେ ଆଉ କିଛି ତରକାରୀ କରିହେବନି, କାରଣ ବର୍ତ୍ତମାନ ଖାଇସାରି ଗାଧେଇବୁ, ପୁଣି ଖାଇବୁ, ଖାଇସାରିଲା ପରେ ପୁଣି ଡ୍ୟୁଟି ଯିବୁ, ଯାଇକି ରାତିରେ ଆସିବୁ। ତ ନିହାତି ଟାଇମ୍ ଲାଗେ, ମାନେ ଟାଇମ୍ ଦେବା ପାଇଁ ପଡ଼ିବ କାମକୁ, ନହେଲେ ପଇସା ଆସିବନି। ତ ସେଥିପାଇଁ ଆଜି ପାଇଁ ଗୋଟେ ତରକାରୀ ଥାଉ। ତ କାଲି ଆଉ ପରଦିନ ଆଡ଼କୁ ଟିକେ ଦେଖିବା କେମିତି କ'ଣ ଅଧିକ ଟିକେ ତରକାରୀ ହେଇପାରିବ। ଏବେ ଆସନ୍ତୁ ଦେଖିବା, 2-3 ମିନିଟ୍ ତ ହେଇଗଲାଣି। ଏବେ କରେଇରେ ସେ ଲିଡ୍ ଖୋଲିବା, ଖୋଲିକି ଦେଖିବା କେମିତି କ'ଣ ହୋଇଛି। ବାପରେ କ'ଣ ଏତିକି ଜୋରେ ଫୁଟୁଛି, ତ ଦେଖନ୍ତୁ ଏମିତି ଫୁଟୁଛି। ବାପରେ, ହାତ ଧୋଇଦେବା, ହାତ ଧୋଇ ସାରିଲା ପରେ ତାକୁ ପୁଣି ପାଣି ଦେବା। ହଠାତ୍ କି ଛିଙ୍କ ଆସିଯିବ, କିଛି କରିହେବନି, ବୁଝିଲା। ହାତ ଧୋଇକି କାମ କରିବା ଦରକାର। ଏବେ ଉଠେଇଦେବା, ଉଠେଇଦେଲା ପରେ ଏବେ ଯେଉଁ ମାଛ ମୁଁ ରଖିଛି, ତ ମାଛକୁ ଆମେ ଗୋଟେ ଗୋଟେ କରି ପକେଇବା। ଏ ରହିଲା ମାଛ, ଗଲା ପାଣିକି। ମାଛ ପାଣିରୁ ଥାଏ, ତାକୁ ବାହାରକୁ ଅଣାଯାଏ, ପୁଣି ମାଛକୁ ପାଣିକି ଛଡ଼ାଯାଏ। ତାହେଲେ ମାଛ ଖାଲି ପାଣିକି ଯିବ, ବାହାରକୁ ଆସିବ, ପାଣିକି ଯିବ, ବାହାରକୁ ଆସିବ। କେତେ ସୁନ୍ଦର ଭାବରେ ପଡ଼ିଗଲା ସବୁ। ତ ହାଲକା ଖାଲି ଟିକେ ହାଲକା ଏମିତି ତାକୁ ଟିକେ ଚଟୁ ମାରିଦେବା। ବାସ୍ ଏବେ ପୁଣି ଘୋଡ଼ଣିକି ଘୋଡ଼େଇ ଦେବା, ଆଉ ଟିକେ ସେ ଫୁଟିଯାଉ। ବାସ୍ ଆ କାମ ସରିଲା। ବର୍ତ୍ତମାନ ଆକୁ ଆମେ ଧୋଇଦେବା, ପରେ ଧୋଇଦେବା ଥାଉ। ଏବେ ତ ଭାତର ଅବସ୍ଥା କ'ଣ ଟିକେ ଦେଖିବା। ଭାତର ପାଣି ଶୁଖି ଯାଇଥିଲା, ମୁଁ ଆଉଥରେ ତାକୁ ପାଣି ଦେଇଦେଇଛି, ସେଥିପାଇଁ ଲେଟ୍ରେ ଫୁଟୁଛି। ଆଉ ଆପଣମାନଙ୍କୁ କ'ଣ କ'ଣ ଭଲ ଲାଗେ ଆପଣମାନେ କମେଣ୍ଟ କରିବେ, ମେସେଜ କରି ଜଣାଇବେ। ତାହେଲେ ସେଇ ଜିନିଷ ମୁଁ ତିଆରି କରିବା ପାଇଁ ଚେଷ୍ଟା କରିବି। ଦେଖିବା କେତେ କ'ଣ ବାଟ ଯାଉଛି। ଆଉ ଆକ୍ଚୁଆଲି ଆମେ ତ ରୋଷେଇ ଏତେ ଜାଣିନେ, ତଥାପି ଯେତିକି ମାନେ ଦେଖିଛେ ଘରେ, ସେଇ ହିସାବରେ ରୋଷେଇ ଆମେ କରୁଛେ। ଦେଖିବା ଆପଣ ଗୋଟେ ଫରମାଇଶ ଦେବେ କ'ଣ କ'ଣ ରୋଷେଇ କରାଯିବ। ଦେଖିବା ଆମେ ପାରୁଛେ କି ନାହିଁ, ଟ୍ରାଏଲ୍ କରିବା। ଆଉ ଯଦି ସକ୍ସେସ୍ ହେଇଗଲେ ତାହେଲେ ଗୋଟେ ଭଲ ରୋଷେଇଆ ହେଇକି ମୁଁ ବାହାରି ପାରିବି ନା।
चाउल बहुत टाण सत कथा ये तो चाउल आपण एमती देखुं तो मु गोटे चाउल पकेट किणिकी आनी मु भाविली आगरू आगरू कहते बगड़ा चाउल बगड़ा चाउल आटा हूँ रेड कलर चाउलटा बुझल ना तो मुझे कहली हो देखिया आबे तो सब सारयुक्त खाद्य समस्ते खाऊँ तो मु भाविली देखिया से चाउल आने ना खाइबी आ तो से चाउल गोटे मुझे नहीं आसी दिथर मु भात बसई एत समय से माने नौ लास्ट को रोषे करने मत इच्छा भी हो तो बर्तमान देखने कि चाउल को मुझे देखा आगुरी जो चाउल थी से चाउल देखु एक्सीजा चाउल बोधे कहते घरे सब कहते एक्सीजा चाउल ये देखो पूरा लाल चाउल ये पूरा लाल जो कहते बगड़ा चाउल यहाँ हूँ से चाउल ये भात गुड़ा पूरा रबल भाया माने पूरा जमी गोटे रबल चुबे से भाया लगे आपको अति कम घंटे 20 मिनट पाखापाखि जदि आप भात बसेबे ताहले आपण को पाटी की टिके जीवो तापर भी ये मोटा मोटा माने भात गुड़ा तंटर गलबनी बहुत कष्ट मु खाई एति भात खाई बहुत कष्ट तो से दिन तो मुझे बसो ना 10 किलो चाउल अच्छी कि से 10 किलो 9.5 किलो पाखापाखि चाउल से अच्छी रोषे कनी तो देखते हुए माछ केमती भल भाव ये पहरुंच माछ आउटे से पहरतु तो भात आमर हो आसला खाली टिके पर आम ओह्लैवा बुझे आम भाई जड़े आसिले सहित आम खाऊ आ जड़े भाई आसी ना तो से पर आसवे कहले भात माछ पीस पीसटा बहुत भल से भजा है माछटा पीसटा देखा हो ना माछ पीसटा भल से भजा है आम करी भी भल है करी भल झोल रही टमाटो खाई को केमती लागुची खाई को मुझे आरंभ करुच्ची केमती लागुची भल नागर नाग कैमेरा आगर भल पथर गाड़ी दे ना ना भल एक नंबर हरदिन भल ही नथला के दिन भल ही से पिलाटा नुआ पिलाटा जो रोषे करछ बंटी आज बहुत भल है आओ हम खाई सारे